गोटे बनरे किछि सुआ रहुथिले। सुआ माने बहुत शांतशिष्ट थिले। दिन बेले छुआ मानंकु बसारे छाड़ी सुआ माने खाद्य संधान रे बाहर को बाहरी जाउथिले। आउ संध्या हेला बेलकु बसा को फेरी आसुथिले। किंतु सेमाने लक्ष्य कले खाद्य संधान रे सेमाने बाहरी जिबा परे तांको पिला माने कुआडे पळौछंती। हुए तो तांको किए मारी दउची किंबा नै जाउची। सुआ मानक भितरे मुरबी थिला राम सुआ। दिने से ता सांग मानकु डाकी कहिला, भाई माने मु तम मानक समस्या विषय रे जानिछि। समस्या बहुत गुरुतर। हाँ आज्ञा, हेले एबे हमें कौन करिबा कुहंतो। मो पाखरे गोटिए उपाय अछि। कौन कहूना हंते? देख, आमको ए बन छाड़ी चली जीवाको हबो। कुआडे? गोटिए उच्च ताल गछ देखी आमको बसा बांधिबाको हबो। नहले आम पिला मानको सबुदिन एमिति शिकारी नै जिबे। आम पिलांको शिकार करी नै जाउछि। हाँ, मु ए कथाटा आज जाए काहा को कहू नथिली। एबे किंतु बहुत हेई गला। आमे ए जागा छाड़ी चली जिबा। मुरबीर कथा मानी सब सुआ उड़ी चलिले ताल गछ संधान रे। किछि बाट जिबा परे सेमानंकु ताल गछ मिलिगला। आउ समस्ते सेथिरे बड़ खुशी रे रहिले। समस्ते पूर्व भली निज पिलांकु बसारे छाड़ी खाद्य संधान रे गले। आउ फेरिबा बेलकु देखिले जे तांको पिला सुरक्षित अछंती। मुरबींको कथा उपरे समस्तंकर विश्वास आसिला। दिने राम देखिला ताल गछ उपरे गोटे लता माड़ीची। से संगे संगे तार साथी मानकु डाकिला। भाई माने तल को आस। कौन है? अरे गछ उपरे लता टाई माड़ीची। हाँ, लता माड़िले असुविधा कौन? बुझी पारु न? ए लता किछि दिन परे आहुरी ऊपर को माड़ी जिवो। आउ धीरे धीरे टाण भी हेई जिवो। या ऊपर चढ़ी की शिकारी आराम रे तम छुआ मानंकु नै चली जिवो। सेते बेले कथा अछि, सेते बेले देखा जिवो। ता पई किछि व्यस्त होनी। अरे आस भाई आस, ये रहिले भविष्यत रे असुविधा हबो हम पई। राम जेते प्रकार रे अन्य मानकु कहिला केही ता कथा सुनिलेनी। से किछि उपाय न पाई चुप रहिला।
କିଛି ଦିନ ପରେ ଶିକାରୀଟିଏ ଆସି ପହଞ୍ଚିଲା। ଆଉ ସତକୁ ସତ ସେ ଗଛରେ ଚଢ଼ି ଟିକି ଟିକି ଶୁଆମାନଙ୍କୁ ନେଇଗଲା। ବାଃ ବାଃ, ବହୁତ ବଢିଆ ହେଲା। ଖୁବ୍ ସହଜରେ ମତେ ଶୁଆ ମିଳିଗଲା। ଶିକାରୀଟି ଟିକି ଟିକି ଶୁଆମାନଙ୍କୁ ନେଇ ଜାଗା ଛାଡି ପଳେଇଲା। ଗଛରେ ଥିବା ଶୁଆମାନେ ଏ ଦୃଶ୍ୟ ନିଜ ଆଖିରେ ଦେଖିଲେ, ହେଲେ କାନ୍ଦିବା ଛଡା ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥିଲା। ଦେଖିଲ ତ, ମୁଁ ତମମାନଙ୍କୁ କଣ କହୁଥିଲି ଯେ ଲତାଟାକୁ କାଟିଦେବା ପାଇଁ, ହେଲେ ତମେମାନେ କଣ ମୋ କଥା ମାନିଲ? ଯଦି ମୋ କଥା ମାନିଥାନ୍ତ ତାହେଲେ ଆଖି ଆଗରେ ଛୁଆକୁ ହରେଇ ନଥାନ୍ତ କିମ୍ବା ତମକୁ ଆଖିର ଲୁହ ଗଡେଇବାକୁ ପଡିନଥାନ୍ତା। ତମେ ଠିକ କହୁଛ ଭାଇ, ଆମେ ବେଳ ଥାଉ ଥାଉ ଉପାୟ କରିନୁ। ହଁ, ଏବେ ଆଉ ଚିନ୍ତା କରି ଲାଭ କଣ? ଛୋଟ ସମସ୍ୟାକୁ ଗୁରୁତ୍ୱ ନଦେଲେ ସେ ସମସ୍ୟା ବଢିଯାଏ, ଆଉ ଶେଷରେ ସେଇଟା ସମସ୍ତଙ୍କ ପାଇଁ କାଳ ପାଲଟିଯାଏ। ବହୁତ ଦିନ ତଳର କଥା। ଗୋଟିଏ ଜଙ୍ଗଲରେ କିଛି ପଶୁମାନେ ମିଳିମିଶି ରହୁଥିଲେ। ଜଙ୍ଗଲର ରାଜା ସିଂହ ଅତ୍ୟନ୍ତ ନ୍ୟାୟବନ୍ତ ଏବଂ ପ୍ରଜାବତ୍ସଳ ଥିଲା। ତେଣୁ ଜଙ୍ଗଲର ସବୁ ପଶୁମାନେ ତାକୁ ବହୁତ ସମ୍ମାନ ଦେଉଥିଲେ। ହେଲେ ସେଇ ଜଙ୍ଗଲରେ ଗୋଟାଏ ବିଲୁଆ ରହୁଥିଲା। ସେ ବହୁତ ଖଳ ପ୍ରକୃତିର ଥିଲା। ଜଙ୍ଗଲର ପ୍ରାଣୀମାନଙ୍କୁ ଦିନେ ହଇରାଣ ନ କଲେ ତାର ଭାତ ହଜମ ହଉନଥିଲା। କିଅ ମାଙ୍କଡ଼ ଭାଇ, ଗଛ ଡାଳରେ ବସି କଣ କରୁଛ? କଣ ଆଉ କରିବି ଭାଇ, ଆଜି ମୋ ଝିଅର ଶାଶୁ ଘରୁ ତା ଶାଶୁ ଶ୍ୱଶୁର ଆସୁଛନ୍ତି ତ, ତେଣୁ ତାଙ୍କ ପାଇଁ କଣ ଖାଇବାକୁ ଆଣିବି ଭାବୁଥିଲି। ଏଇ ଗୋଟେ କଥା, ଏଥିରେ ଭାବିବାର କଣ ଅଛି ଯେ ତମେ ଆମ ଜଙ୍ଗଲ ପଛପଟେ ଯୋଉ ବରଗଛ ଅଛି ସେଇଠିକି ଯାଉନ, ସେଠି ଏବେ ବହୁତ ବଢିଆ କୋଳି ହେଇଛି। କଣ କହୁଛ ଭାଇ? ଆରେ ଆଉ ଡେରି ନ କରି ଶୀଘ୍ର ଯାଅ, ନହେଲେ ଆଉ କିଏ ସବୁ କୋଳି ତୋଳିକି ନେଇଯିବ। ତମେ ସତ କହୁଛ ତ ଭାଇ? ସେ କୋଳିଗୁଡା ଭଲ ମିଠା ହବ ତ? ମଲା, ମୁଁ ଖାଇଛି ବୋଲି ତମକୁ କହୁଛି ନା, ମୁଁ କାହିଁ ତମକୁ ମିଛ କହିବି କହିଲ? ହଉ ଭାଇ, ମୁଁ ଏବେ ଯାଉଛି। ଯାଅ ଭାଇ ଯାଅ, ଏମିତିକା କୋଳି ଆଣିବ ଯେ ତମ ସମୁଦୁଣୀ ହାତ ଚାଟି ଖାଇବେ, ଆଉ ଗଲାବେଳେ ଘରକୁ ବି ନେଇକି ଯିବେ। ବିଲୁଆ ଭଲ ଭାବେ ଜାଣିଥିଲା ଯେ ଜଙ୍ଗଲ ପଛପଟ ବରଗଛରେ ଯୋଉ କୋଳି ଗୁଡାକ ଫଳିଥିଲା ସେଗୁଡାକ ଭଲ କି ପାଚି ନଥିଲା। ହେଲେ ବିଲୁଆ ତ ଚାରି ଦୌଡ଼ି କଟା। ମାଙ୍କଡକୁ ହଇରାଣ ହଉଥିବାର ଦେଖି ଟିକିଏ ଖୁସି ହବ ବୋଲି ସେ ତାକୁ ମିଛ କହିଲା। ମାଙ୍କଡ ବି ଆଉ ଡେରି ନ କରି ବରଗଛ ପାଖରେ ଯାଇ ପହଞ୍ଚିଲା। ବରଗଛ ପାଖରେ ପହଞ୍ଚିବା ପରେ ମାଙ୍କଡର ଭାଲୁ ସହ ଦେଖା ହେଲା। ମାଙ୍କଡ ଭାଇ, କଣ ଖବର? ସକାଳୁ ସକାଳୁ ଏତେ ତରତର ହେଇ କୁଆଡେ ଯାଉଛ? କୁଆଡେ ଆଉ ଯିବି ଭାଇ, ମୋ ସମୁଦୁଣୀ ଆଜି ବୁଲିବାକୁ ଆସୁଛନ୍ତି ତ, ତେଣୁ ଏଇ ବରକୋଳି ଦିଟା ନବାକୁ ଆସିଥିଲି। ଆଚ୍ଛା, ଇଏ ତ ବହୁତ ଭଲ କଥା। ନିଅ ନିଅ, ଭଲ କି ତୋଳି ନିଅ। ମାଙ୍କଡ ଗଛରୁ କୋଳି ତୋଳିବାକୁ ଚେଷ୍ଟା କଲା, ହେଲେ କୋଳିଗୁଡା ଯେହେତୁ ବହୁତ ଉପରେ ଫଳିଥିଲା, ମାଙ୍କଡ ସେ ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ। ସେ ଭାଲୁକୁ କହିଲା, ଭାଲୁ ଭାଇ, ମତେ ଟିକେ ସାହାଯ୍ୟ କରିବ? ହଁ, କହୁନ। ମୋ ହାତଟା କୋଳି ଯାଏ ପାଉନି, ତମେ ଯଦି ଟିକିଏ ଠିଆ ହୁଅନ୍ତ, ମୁଁ ତମ ପିଠିରେ ଚଢି କୋଳି ଗୁଡାକୁ ତୋଳି ଆଣନ୍ତି। ଇଏ ଗୋଟେ କଥା, ଆସ। ଭାଲୁ ପିଠିରେ ଚଢି ମାଙ୍କଡ କୋଳି ଆଡକୁ ଡିଆଁ ମାରିଲା, ଆଉ କିଛି କୋଳି ତୋଳି ଆଣିଲା।
ଦେଖିଲ ଭାଇ, ଏତିକି କୋଳି 2 ଜଣଙ୍କ ପାଇଁ ଯଥେଷ୍ଟ ହବନି। ଆରେ ଭାଇ, ଏତିକି ସେମାନେ ପେଟ ପୂରେଇ ଖାଇଲେ ବି ବଳିବ। ହେଲେ ଭାଇ, ମୋର ଟିକିଏ ସନ୍ଦେହ ହଉଛି, କୋଳି ଗୁଡା ସତରେ ମିଠା ହବ ତ? ଭାଇ, ସ୍ନେହରେ ତୋଳିଛ ମାନେ ନିଶ୍ଚୟ ତମ ସମୁଦି ଆଉ ସମୁଦୁଣୀଙ୍କୁ କୋଳି ମିଠା ଲାଗିବ। ହେଲେ ମତେ କାଇଁ ଭାରି ଡର ଲାଗୁଛି। ଭାବୁଛି କୋଳି ଗୁଡାକୁ ଟିକେ ଆଗ ଚାଖିବି, ତାପରେ ଯାଇ ନେବି। ତମେ କଣ ପାଗଳ ହେଇଗଲଣି ନା କଣ? ଅତିଥିଙ୍କୁ କଣ ଅଇଁଠା ଖାଇବାକୁ ଦିଆଯାଏ? ପାପ ହବ ତମର, ବୁଝିଲ? ଭାଲୁ କଥା ଶୁଣି ମାଙ୍କଡ଼ ଭୟରେ ଆଉ କୋଳି ଗୁଡାକୁ ଚାଖିଲାନି। ସେ ସିଧା ଯାଇ ତା ଗଛରେ ପହଞ୍ଚିଲା। କିଛି ସମୟ ପରେ ତା ସମୁଦି ସମୁଦୁଣୀ ଆସି ପହଞ୍ଚିଲେ। ମାଙ୍କଡ଼ ସେମାନଙ୍କୁ କୋଳି ଖାଇବାକୁ ଦେଲା। କୋଳି ଗୁଡାକ ଏତେ ଖଟା ଥିଲା ଯେ ସେମାନେ ତାକୁ ଖାଇପାରିଲେନି। ଶେଷରେ ସେମାନେ ରାଗି ଯାଇ ମାଙ୍କଡ଼କୁ କହିଲେ, ଇଏ ଆପଣ ଆମକୁ କଣ ଖାଇବାକୁ ଦେଲେ ସମୁଦି? ଆମକୁ ପାଣି ମୁନ୍ଦାଏ ଦେଇକି ବିଦା କରିଥିଲେ ପଛେ ଆମେ ଖୁସି ହେଇଥାନ୍ତୁ, ହେଲେ ଏଇ ଖଟା କୋଳି ଗୁଡା ଦେଇକି ଆମକୁ ଆପଣ ଅପମାନ ଦେଇଛନ୍ତି। ଥାଉ, ବହୁତ ହେଇଗଲା। ଆମେ ଆଉ କେବେ ବି ଆପଣଙ୍କ ଘରକୁ ଆସିବୁନି। ଚାଲ ଚାଲ ଏଠୁ। ମାଙ୍କଡ଼ର ମନ ବହୁତ ଦୁଃଖ ହେଲା, ଆଉ ବିଲୁଆ ଉପରେ ବି ତାର ରାଗ ବଢିଲା। ଆଉ ଦିନକର କଥା, ଦିନେ ଗୋଟାଏ ବାଘ ତା ଗୁମ୍ଫାରେ ଗୋଟାଏ ହରିଣକୁ ମାରି ରଖିଥିଲା। ଘଟଣାଟା ବିଲୁଆ ଆଖିରେ ପଡ଼ିଲା। ସେ କଣ କଲା ନା, ହରିଣ ମାଂସକୁ ଚୋରି କରି ନେଇଗଲା ଆଉ ତାକୁ ତା ଗୁମ୍ଫାରେ ରଖିଦେଇ ଆସିଲା। କିଛି ସମୟ ପରେ ବାଘ ଆସି ତା ଗୁମ୍ଫାରେ ପହଞ୍ଚିଲା। ସେ ଚାରିଆଡ଼େ ହରିଣକୁ ଖୋଜିଲା, ହେଲେ ପାଇଲା ନାହିଁ। ନା, ଆଉ ଖୋଜି ହବନି। ଯାଉଛି, ମହାରାଜଙ୍କ ପାଖକୁ ଯିବି, ସେ ହିଁ ମତେ ନ୍ୟାୟ ଦେବେ। ବାଘ ସିଂହ ପାଖକୁ ଯାଉଥିଲା ବେଳେ ବାଟରେ ତାର ମାଙ୍କଡ଼ ଦେଖାହେଲା। ଆରେ ମାମୁଁ, ଏମିତି ମୁହଁ ଓହଳେଇକି କୁଆଡେ ଯାଉଛ? କଣ କହିବି ଭାଇ? ଚୋର କିଏ ମୁଁ ଜାଣେ। କିଏ? ବିଲୁଆ। ବିଲୁଆ ହିଁ ଚୋରି କରିଥିବ। ହେଲେ କଥା ତମେ କେମିତି ଜାଣିଲ? ସବୁ ଜଣା ପଡିଯିବ। ଯଦି ତମକୁ ମୁଁ ଏବେ ଯାହା କହିବି ତମେ ଯାଇ ସିଂହ ମହାରାଜଙ୍କ ଆଗରେ କହିବ, ତାହେଲେ ସବୁ ଜଣା ପଡିଯିବ। ହଉ, କୁହ। ମାଙ୍କଡ଼ ବାଘ କାନରେ ଗୋଟାଏ ଉପାୟ କହିଲା। 2 ଜଣ ସାଙ୍ଗ ହେଇ ସିଂହ ପାଖରେ ଯାଇ ପହଞ୍ଚିଲେ। ସେମାନେ ଦେଖିଲେ ଯେ ସିଂହ ପାଖରେ ସବୁ ପଶୁମାନେ ଛିଡ଼ା ହେଇଛନ୍ତି। ସେତିକି ବେଳେ ବାଘ କହିଲା, ମହାରାଜ, ମୁଁ ଆପଣଙ୍କ ପାଇଁ ଗୋଟିଏ ଉପହାର ଆଣିଛି। ଉପହାର? କି ଉପହାର? ମହାରାଜ, ଆଜି ସକାଳେ ମୁଁ ଜଙ୍ଗଲ ବାହାରକୁ ଶିକାର କରିବାକୁ ଯାଇଥିଲି। ସେଠି ଗୋଟେ ବଡ଼ ହରିଣ ଶିକାର କରି ଆପଣଙ୍କ ପାଇଁ ଆଣିଛି। ଧନ୍ୟବାଦ ବାଘ। ହେଲେ ମୁଁ ଏବେ ସାଙ୍ଗେ ସାଙ୍ଗ ଗୋଟାଏ ଛେଳି ଖାଇକି ଆସିଛି, ତେଣୁ ମୋତେ ଏବେ ଆଉ ଭୋକ ଲାଗୁନି। ତୁ ଗୋଟେ କାମ କର, ତୁ ତାକୁ ମୋ ଗୁମ୍ଫାରେ ରଖିଦେ, ମୁଁ ପରେ ଯାଇକି ଖାଇବି। ବାଘ ସାଙ୍ଗେ ସାଙ୍ଗେ ଗୋଟାଏ ପାତ୍ର ନେଇ ସିଂହ ଗୁମ୍ଫାରେ ରଖିଦେଲା। ଆରେ ଇଏ କଣ? ସେ ବାଘ ଆଉ ମୋର ଚୋରି କରିଥିବା କଥା ଜାଣିପାରିନି ତ? ନା, ଗୁମ୍ଫାରେ ଯାଇ ଦେଖି ଆସେ। ବହୁତ କଷ୍ଟରେ ସେ ହରିଣ ମାଂସ ଚୋରି କରି ଆଣିଛି। ଯଦି ସେ ବାଘ ଗୁମ୍ଫାରୁ ମାଂସ ନେଇ ଯାଇଥିବ, ତାହେଲେ ମୋର ସବୁ ପରିଶ୍ରମ ଶୁକୁଆ ପୋଡାରେ ଯିବ। ବିଲୁଆ ସେଠୁ ଦୌଡ଼ି ପଳେଇଲା। ଆରେ, ଏ ବିଲୁଆ କୁଆଡେ ପଳେଇଲା? ମହାରାଜ, ମୁଁ ବହୁତ କଷ୍ଟରେ ଗୋଟାଏ ହରିଣ ଶିକାର କରି ଆଣିଥିଲି, ହେଲେ ଗୁମ୍ଫାରେ ପହଞ୍ଚି ଦେଖିଲି ଯେ କିଏ ମୋର ଶିକାର ଚୋରି କରି ନେଇଛି। ତେଣୁ ବାଘ ମାମୁଁ ଆଉ ମୁଁ ଗୋଟାଏ ଯୋଜନା କରିଛୁ। କି ଯୋଜନା? ସେ କଥା ଆପଣ ପରେ ଜାଣିବେ ମହାରାଜ। ଆପଣ ପ୍ରଥମେ ଆମ ସହ ଆସନ୍ତୁ। ସିଂହ ବାଘ ଆଉ ମାଙ୍କଡ଼ଙ୍କ ସହ ଯାଇ ବିଲୁଆର ଗୁମ୍ଫାରେ ପହଞ୍ଚିଲା। ସେଠି ସେ ଦେଖିଲା ବିଲୁଆ ତା ଗୁମ୍ଫାରେ ମଲା ହରିଣଟାକୁ କାମୁଡ଼ି ଧରିଛି।
ଦେଖନ୍ତୁ ମହାରାଜ, ଏଇ ହରିଣଟାକୁ ମୁଁ ଶିକାର କରି ଆଣିଥିଲି ଆଉ ତାକୁ ଏଇ ବିଲୁଆ ଚୋରି କରି ନେଇ ଆସିଛି। ନାଇଁ ମହାରାଜ, ଏଇଟା ମୋ ଶିକାର। ବାସ୍, ଆଉ ମିଛ କହନି ବିଲୁଆ, ତୁ ଚୋରି କରିଛୁ। ଯଦି ଚୋରି କରି ନଥାନ୍ତୁ ତାହେଲେ ସେଠି ହରିଣ ମାଂସ କଥା ଶୁଣି ସାଙ୍ଗେ ସାଙ୍ଗ ତୋ ଗୁମ୍ଫାକୁ ଦୌଡ଼ି ଆସି ନଥାନ୍ତୁ। ଶୀଘ୍ର ଏଇ ଜଙ୍ଗଲ ଛାଡ଼ି ପଳା, ନହେଲେ ତତେ ମୁଁ ଆଜି ମାରିକି ଖାଇଯିବି। ବିଲୁଆ ଅପମାନିତ ହେଇ ଜଙ୍ଗଲରୁ ପଳେଇଲା। ଆଉ ବାଘ ତା ଶିକାର ନେଇ ଖୁସିରେ ଗୁମ୍ଫାକୁ ଫେରିଲା। ଏଥିରୁ ଆମେ କ'ଣ ଶିଖିଲେ? ନିଜ ସ୍ୱାର୍ଥ ପାଇଁ ଅନ୍ୟକୁ ବିପଦରେ ପକେଇବାକୁ ଚିନ୍ତା କଲେ ଆମେ ନିଜେ ବିପଦରେ ପଡ଼ିଥାଉ।